ଯଶୀ ହରିଶ୍ୟାମ ଚିତ୍ତ ଉଦ୍ଧବ ଚିତ୍ତ ବିନୋଦ ପ୍ରଥମ ଭାଗ ମୁଣ୍ଡା ସଖୀର ଭାବନା ଓ ମୋହ ଦ୍ୱିତୀୟ ଭାଗ ଶୁଣି ବୃନ୍ଦାବତୀ ଧରି ନ ପଡ଼ିଲା ଆଉ କୃଷ୍ଣଙ୍କ କାହିଁ ଦେଖିବି ବୋଇଲା କେଉଁ କଥା ମୋତେ କୃଷ୍ଣ କହିଛନ୍ତି ସଖୀ ଗଲାବେଳେ ସେଇ ମୁଖ ନ ପାରି ଦେଖି ନିରାଶ କହି ମତେ ଗଲା ଭାବ ଗାହି ଗପ ପରି କାହା ମୁଖ ଦେଖିବି ଗୋ ମୁହିଁ କାହା ସଙ୍ଗେ ଅତି ଅସୁଖୀରା ମୁଁ କହିବି କୁଞ୍ଜବନେ ଆନନ୍ଦେ କାହା ସଙ୍ଗେ ବିହରିବି କିଏ ଆଉ ମୋହ ଥାଏ କହିବ ବିଶ୍ୱାସ କିଏ ଖଣ୍ଡେ ଦୂରରେ କିଏ ଓ ହସ ହସ କାହାକୁ ଭଞ୍ଜାଇବି ଦଧି ଦୁଗ୍ଧ ସର କେଲୁଚି ଅନ୍ନ ବ୍ୟଞ୍ଜନ ଭଞ୍ଜିବ ମୋ ପୁର କାମୁଖ ମତ ମାନ କହିବି କାହା ମୁଖ ସମୟାର ଅଞ୍ଜଳି ପୋଷିବି କିଏ ମୋତେ ଗୋପୀଙ୍କର ମଧୁ ଥାଇ ନେବି ନେବ ଫୁଲ ତଳେ ଯିବି ଭଳି କାନ୍ଧେ ବସାଇବ କେହୁ ମୋତେ କୁଞ୍ଜବନେ ଦେବ ଗୋଚରି କାହାକୁ ମନ ଦେଖି ନ ପକାଇବି ଗରି କେଉଁ କେ କହିବ ଚାନ୍ଦ ଦେଖି ମନେ ବିବସନ ଚଉଷଠି ବନ୍ଧର କେତ ଶିବ ମୈନ ଆଲଙ୍ଗୀନ କହି ମୋତେ ଦେବ କେ ଚୁମ୍ବନ କେହ ଖଣ୍ଡେ ଦେଖି ଥାଇବ ନୟନ କାହାକୁ ଦେଖି ନ କହିବି ଗୋ ଆଉ ଆର ମନ କି ବିନୟ ହୋଇ ମୋତେ କହିବ ବଚନ କାହାକୁ ଋଷି ବସିବି ମୋତେ ମାନ କରି କେହ ଚାଟୁ ଭାସି ମୋତେ ନେବ କୋଳ ଧରି ପଲଙ୍କ ଉପରେ ମୁହିଁ ହୋଇଲେ ମୋହିତ କେ ପାହାନ୍ତି ହେଲେ ମୋତେ କହିବ ସଚେତ କିମ୍ପାଇଁ ଲଳିତା ଯିବି ମୁଁ ଗୋପ ଭୁବନ କୃଷ୍ଣ ଥିବା ସ୍ଥାନ ମାନ ହୋଇଥିବ ଶୂନ୍ୟ ଯହିଁ ଯଶୋଦା କୃଷ୍ଣଙ୍କ କାଖରେ ବୋଲାନ୍ତି ରତ୍ନ ଖଟ ଡୋଲି ପରେ ଝୁଲାଇ ଖେଳାନ୍ତି ସେହି ସ୍ଥାନ ମାନ ହୋଇଥିବ ନାରାଖାର କୃଷ୍ଣ ବିନା ଶୂନ୍ୟ ହୋଇଥିବ ଗୋପପୁର କୃଷ୍ଣ କଥା ମାନ ମୋର ହୃଦୟ ରହିଲା ଏକାନ୍ତ ପ୍ରୀତି କିମ୍ପାଇଁ କୃଷ୍ଣ ମୋର କଲା ଗୋପତ ପ୍ରୀତି ତାର ମୋ ହୃଦୟ ବହିଷୁ କି ଆଗେ କହିବି ତାହା ମୋ ମନ ଜାଣୁଛୁ କାଲି ମୋ ପୁରକୁ କହିଥିଲେ ଗଗମୈନ ବହିଲାର ବୃନ୍ଦାବତୀ ଯିବ ବୃନ୍ଦାବନ ବାସ କୁସୁମ ମାନ ତୋଲି ଗୋ ଆଣିବ ନ ଜାଣିବେ ଗୋପୀ ତୋର ପୁରେ ରଖିଥିବୁ ତାଙ୍କ କଥା ନ ମାନି ତ ଆଗରେ କହିଲେ ବିଶାଖା ସଙ୍ଗରେ ଥିରୁ ପ୍ରକାଶ ମୁଁ କଲି ମରୁପୁରେ ଯିବା କଥା ଆଗୁ ଜାଣିଥିଲେ ତେଣୁ କରି ମୋତେ ବୃନ୍ଦାବତୀନେ ପଶିଲେ ଦର୍ଶନ ପାଇଲ ତୁମ୍ଭେ ଗୋପୀ ଗଣ ଯେତେ କପଟରେ ବୃନ୍ଦାବନେ ପଠାଇଲେ ମୋତେ ମୋ ଭାଗିନୀ କୃଷ୍ଣଙ୍କୁ ଦେଖି ନ ପାରିରେ ତାଙ୍କ ବୋଲ ମାନିର ମୁଁ ଫୁଲ ତୋଳି ଗଲି ଯାଇ ନଥିଲେ ମୁଁ ତାଙ୍କୁ ନିଶ୍ଚୟ ଦେଖିଥାନ୍ତି ମନରେ ବେଦନା ସବୁ ଜଣାଇଥାନ୍ତି କହ ଗୋ ଲଳିତା କୃଷ୍ଣ ଗଲେ ଯେତେବେଳେ କାହାକୁ କି କଥା ମାନ କହିଗଲେ ଭଲେ ରାଧାଙ୍କୁ ସଙ୍ଗେ ନେଲେ କି ପୁରେଛନ୍ତି ବାଲେ ମୋ କଥା କି କିଛି କହୁଛନ୍ତି ବନମାଲି ବୃନ୍ଦାବତୀ ବଚନରେ ଲଳିତା କହଇ ଯେ ଘର ପରଇ ସେ କି ଦିଅଇ ତୋ
ध्याये। ओम जय श्री राधे श्याम।